ଦେଖନ୍ତୁ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କର ନୀତିନ ନବୀନଙ୍କର ଓଡ଼ିଶାକୁ ପ୍ରଥମ ଗସ୍ତ ଥିଲା ଏବଂ ପ୍ରଥମ ଗସ୍ତ ଅବସରରେ ଅନେକ କାର୍ଯ୍ୟକ୍ରମରେ ସେ ସାମିଲ ହୋଇକି ଗଲେ ଏବଂ ସବୁଠୁ ବଡ଼ ଗୁରୁତ୍ୱପୂର୍ଣ୍ଣ ଆଲୋଚନାର ବିଷୟ ଥିଲା ଯେ ସମସ୍ତ ଲୋକସଭାର ସାଂସଦ ସମସ୍ତ ବିଧାୟକ ଏବଂ ଭାରତୀୟ ଜନତା ପାର୍ଟିର ସମସ୍ତ ରାଜ୍ୟ ପଦାଧିକାରୀଙ୍କ ସହ ତାଙ୍କର ଗୋଟେ ଗୁରୁତ୍ୱପୂର୍ଣ୍ଣ ବୈଠକ ଥିଲା। ସେ ବୈଠକରେ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହେଲା ଯେ ଭାରତୀୟ ଜନତା ପାର୍ଟି ତୃଣମୂଳ ସ୍ତରରେ ଯେଉଁଟା ଆମେ ବୁଥ୍ କମିଟି କଥା କହୁଛୁ ଏବଂ ପ୍ରତି ବୁଥ୍ରେ ପ୍ରଧାନମନ୍ତ୍ରୀଙ୍କର ମନ୍ କି ବାତ୍ କାର୍ଯ୍ୟକ୍ରମ ଶୁଣିବାରଟାକୁ ସେ ଗୁରୁତ୍ୱ ଦେଲେ ଏବଂ ସେ ଅବସରରେ ସେ ବୁଥ୍ରେ ବୈଠକ ହେବ, ଆଲୋଚନା ହେବ, ବୁଥ୍ ମଜବୁତ ହେବ ଏବଂ ଶକ୍ତି କେନ୍ଦ୍ର ଯେଉଁଟା ଅଛି ଗ୍ରାମ ପଞ୍ଚାୟତ ସ୍ତରରେ ମନ୍ କି ବାତ୍ର ଠିକ୍ ପୂର୍ବଦିନ ଶକ୍ତି କେନ୍ଦ୍ରର ବୈଠକ ହେବ। ଶକ୍ତି କେନ୍ଦ୍ର ବୈଠକରେ ସଂଗଠନ ବିଷୟରେ ସରକାରର କାର୍ଯ୍ୟକ୍ରମ ବିଷୟରେ ଆଲୋଚନା ହେବ ଏବଂ ସମସ୍ତ ସାଂସଦମାନଙ୍କୁ ସେ ପରାମର୍ଶ ଦେଲେ, ବିଧାୟକମାନଙ୍କୁ ବି ମଧ୍ୟ ପରାମର୍ଶ ଦେଲେ ଯେ ସବୁ ସାଂସଦ ପ୍ରତ୍ୟେକ ବିଧାନସଭା ନିର୍ବାଚନ ମଣ୍ଡଳୀ ଯାଇକି ଗୋଟିଏ ଦିନ ଲେଖାଏଁ ପ୍ରବାସ କରିବେ, ବିଧାୟକମାନଙ୍କ ସହ ସମନ୍ୱୟ ରକ୍ଷା କରିକି ରାଜ୍ୟ କେନ୍ଦ୍ର ସରକାରର ବିକାଶମୂଳକ ଯୋଜନାର ବିଭିନ୍ନ କାର୍ଯ୍ୟକ୍ରମରେ ସେମାନେ ସାମିଲ ହେବେ ଏବଂ ରାଜ୍ୟ ପଦାଧିକାରୀମାନଙ୍କୁ ମଧ୍ୟ ଆଦେଶ ଦେଲେ ଯେ ସଂଗଠନ ଯେଉଁ ତୃଣମୂଳ ସ୍ତରରେ ସଂଗଠନର କାର୍ଯ୍ୟକ୍ରମ ସବୁ ଅଛି ତାକୁ କିଭଳି ବୁଥ୍ ଲେଭେଲ ପର୍ଯ୍ୟନ୍ତ ଶକ୍ତି କେନ୍ଦ୍ର ମଣ୍ଡଳ ଜିଲ୍ଲା ସ୍ତରରେ ତାକୁ କାର୍ଯ୍ୟକ୍ରମକୁ ଯେଭଳି ତ୍ୱରାନ୍ୱିତ ହେବ ପ୍ରତ୍ୟେକ ରାଜ୍ୟ ପଦାଧିକାରୀ ମଧ୍ୟ ଜିଲ୍ଲା ଗସ୍ତ କରିବେ, ଜିଲ୍ଲାରେ ପ୍ରବାସ କରିବେ ଏବଂ ଏ କାର୍ଯ୍ୟକ୍ରମର ସମନ୍ୱୟ ରକ୍ଷା କରିକି ସଂଗଠନକୁ ମଜବୁତ କରିବେ ଏବଂ ଭାରତୀୟ ଜନତା ପାର୍ଟି ସେ ଏ କଥା ମଧ୍ୟ କହିଲେ ଯେ ପ୍ରଥମ ଥର ପାଇଁ ଆମେ ନିର୍ବାଚନରେ ଜିତିଛୁ ଏବଂ ଆସନ୍ତା 2029 ନିର୍ବାଚନ ସବୁଥିରୁ ମହତ୍ୱପୂର୍ଣ୍ଣ ହେବ। ପ୍ରଥମେ ଜିତିକି ଆସିବାଟା ସହଜ ହୁଏ, ଦ୍ୱିତୀୟ ନିର୍ବାଚନ ଜିତିବାଟା କଠିନ ହୁଏ ଏବଂ ଯଦି ଠିକ୍ ଢଙ୍ଗରେ ଯେଭଳି ଡବଲ ଇଞ୍ଜିନର ସରକାର ମୋଦିଜୀଙ୍କର ସରକାର ଯେଭଳି ଢଙ୍ଗରେ କାମ କରୁଛି ଏବଂ ଅତୀତରେ ଆମେ ଗୁଜରାଟରେ ଲମ୍ବା ସମୟ ଧରିକି ଶାସନ କରୁଛୁ, ମଧ୍ୟପ୍ରଦେଶରେ ଛତିଶଗଡ଼ରେ ବିଭିନ୍ନ ଅଞ୍ଚଳରେ ଏବଂ ପଶ୍ଚିମବଙ୍ଗାଳରେ ଏଥର ପ୍ରଥମ ଥର ଲାଗି ଆମ ସରକାର ଆସିଲା। ଯଦି ଠିକ୍ ଢଙ୍ଗରେ ଶାସନ ପ୍ରକ୍ରିୟା ଚାଲିବ, ଲୋକଙ୍କର ଆଶା ଭରସା ବିଶ୍ୱାସ ଆମେ ଜିତିବା ତାହେଲେ ନିଶ୍ଚିତ ରୂପେ ଓଡ଼ିଶାରେ ମଧ୍ୟ 25 ବର୍ଷ ପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟିର ସରକାର ହେବ। 2036ରେ ଓଡ଼ିଶା ରାଜ୍ୟ ଯେଉଁ ପ୍ରତିଷ୍ଠାର 100 ବର୍ଷ ପୂର୍ତ୍ତି ହେବ, ସମୃଦ୍ଧ ଓଡ଼ିଶା ଗଠନ। 2047ରେ ଦେଶ ଆଜାଦୀର 100 ବର୍ଷ ପୂର୍ତ୍ତି ହେବ, ବିକଶିତ ଭାରତ ବିକଶିତ ଓଡ଼ିଶାର ସ୍ୱପ୍ନରେ ଭାରତୀୟ ଜନତା ପାର୍ଟି ଡବଲ ଇଞ୍ଜିନର ସରକାର କାମ କରିବା ପାଇଁ ସେ ସମସ୍ତଙ୍କୁ ପରାମର୍ଶ ଦେଇଛି। ଦେଖନ୍ତୁ ସେ କୋର୍ କମିଟିରେ ତ ମୁଁ ସଦସ୍ୟ ନୁହଁ, ମନ୍ତ୍ରିମଣ୍ଡଳର ବି ମୁଁ ସଦସ୍ୟ ନୁହଁ, ତାଙ୍କର ବୈଠକ ହୋଇଥିଲା ଏବଂ ନିଶ୍ଚିତ ରୂପେ ସେ ବିଷୟରେ ଲୋକେ ଚାହୁଁଛନ୍ତି, କାର୍ଯ୍ୟକର୍ତ୍ତାମାନେ ଚାହୁଁଛନ୍ତି ଯେ ମନ୍ତ୍ରିମଣ୍ଡଳର ଖାଲି ଥିବା ପଦବୀ ଗୁଡ଼ିକ କିଭଳି ପୂରଣ ହେବ, ନିଗମ ଗୁଡ଼ାକ ପଦବୀ ଖାଲି ଅଛି, ଦୀର୍ଘ ସମୟ ହୋଇଗଲାଣି, ତାକୁ କିଭଳି ନିଗମର ଚେୟାରମ୍ୟାନ୍ ଅଧ୍ୟକ୍ଷ ପଦବୀ ପୂରଣ କରାଯିବ ସେ ସମୟରେ ବି ରାଜ୍ୟ ସରକାରଙ୍କୁ ଏବଂ ରାଜ୍ୟ ସଭାପତି ରାଜ୍ୟ ସଂଗଠନକୁ ସେ ମାର୍ଗଦର୍ଶନ କରିଛନ୍ତି। ଆମେ ଆଶା କରିବା ଖୁବ୍ କମ୍ ଦିନ ଭିତରେ ସବୁ କାର୍ଯ୍ୟ ତ୍ୱରାନ୍ୱିତ ହେବ। ନିଶ୍ଚିତ ରୂପେ 2 ବର୍ଷ ପୂର୍ତ୍ତି ଉତ୍ସବ ଆମେ ପାଳନ କରିବାକୁ ଯାଉଛୁ। 2 ବର୍ଷ ପୂର୍ତ୍ତି ଉତ୍ସବର ଗୋଟେ ଭବ୍ୟ କାର୍ଯ୍ୟକ୍ରମ ବି ହେବ, ନିରାଡମ୍ବର ହିସାବରେ କିନ୍ତୁ ଭବ୍ୟ କାର୍ଯ୍ୟକ୍ରମ ହେବ। 2 ବର୍ଷ ଭିତରେ ନିଶ୍ଚିତ ରୂପେ ବାକିଆ ଥିବା କାମ ପୂର୍ଣ୍ଣାଙ୍ଗ କରିବା ପାଇଁ ଭାରତୀୟ ଜନତା ପାର୍ଟି ରାଜ୍ୟ ଇକାଇ ସଂକଳ୍ପ ନେଇସାରିଛି। ନାଇଁ ଦେଖନ୍ତୁ, ଏଇଟା ତ ନବୀନ ବାବୁଙ୍କ ପାଇଁ ଯେତେ ଚିନ୍ତାଜନକ ନୁହଁ ଯିଏ 25 ବର୍ଷ ଧରିକି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିଲେ, ଓଡ଼ିଶା ସରକାର ବର୍ତ୍ତମାନର ଓଡ଼ିଶା ସରକାର ପାଇଁ ଏବଂ ସାଧାରଣ ଲୋକଙ୍କ ପାଇଁ ଚିନ୍ତାଜନକ ବିଷୟ। ଫେସବୁକ୍ରେ ମିଡ଼ିଆରେ ଯେଉଁ ସମୟରେ ବିଭିନ୍ନ ଘଟଣା ପ୍ରକାଶ ହେଉଛି ଯେ କିଛି ଜାଗାରେ ବ୍ୟାପକ ମାତ୍ରାରେ ହିଂସା ହେଉଛି ଏବଂ ଅମାନବୀୟ ହିଂସାକାଣ୍ଡ ହେଉଛି, ଅମାନବୀୟ ହିଂସାକାଣ୍ଡ ହେଉଛି ଏବଂ ତାକୁ ରୋକିବାରେ ପୁଲିସ ଭୂମିକା ନିଭାଉଛି। ଡିଜି ମଧ୍ୟ ସମୀକ୍ଷା କରିଥିଲେ, ମୁଖ୍ୟମନ୍ତ୍ରୀ ମଧ୍ୟ ସମୀକ୍ଷା କରିଥିଲେ। ସବୁ ଜାଗାରେ ପୁଲିସ ଜଗିବା ସମ୍ଭବ ନୁହଁ ଏବଂ କିଛି ଅମାନିଆ ଲୋକ, କୋରେକ୍ସ ନିଶାଗ୍ରସ୍ତ ଲୋକ, ଯେଉଁମାନେ କ୍ରିମିନାଲ ଲୋକ ବିଭିନ୍ନ ଜାଗାରେ ଘଟଣା ଘଟାଉଛନ୍ତି ଏବଂ 25 ବର୍ଷର ତାର ପରିଣତି ଆମେ ଭୋଗୁଛୁ। এটা 2 ବର୍ଷ ଭିତରେ ଏଭଳି ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇଗଲା ଏମିତି କଥା ନୁହଁ। 25 ବର୍ଷ ଧରିକିରି ଓଡ଼ିଶାର ପୁଲିସ ନିଷ୍କ୍ରିୟ ଥିବା କାରଣରୁ ଏବଂ ଯେଉଁମାନେ ଆଣ୍ଟି ସୋସିଆଲ ଲୋକମାନଙ୍କୁ ବିଗତ ଦିନର ସରକାର ବିଜୁ ଜନତା ଦଳ ସରକାର ପ୍ରୋତ୍ସାହିତ ଦେଇଥିବା କାରଣରୁ ଆଜି ସେମାନେ ଅଧିକ ସକ୍ରିୟ ହୋଇଛନ୍ତି। ଯେହେତୁ ତାଙ୍କର ସରକାର ନାହିଁ, ସେମାନେ ବିଜୁ ଜନତା ଦଳ ଚାହୁଁଛି ଓଡ଼ିଶାରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହେଉ ଏବଂ ଆପଣ ଯଦି ଦେଖିବେ ଅଧିକାଂଶ ଜାଗାରେ ସେ କ୍ରିମିନାଲ ମାନେ ଯେଉଁମାନଙ୍କୁ ବିଜୁ ଜନତା ଦଳ ସୁରକ୍ଷା ଦେଇଥିଲା, ଆପଣ ତ ଦେଖିଛନ୍ତି ଥାନା ପୋଡ଼ିବା ଘଟଣା ବିଜୁ ଜନତା ଦଳରେ ହୋଇଛି। ତାଙ୍କ ସରକାର ଅମ୍ବାଭନା ଥାନାକୁ ପୋଡ଼େଇ ଦେଲେ, ତାଙ୍କ ଦଳ ଲୋକ ପୋଡ଼େଇ ଦେଲେ। ଆପଣ ଦେଖିଛନ୍ତି ସନ୍ତୋଷ ଗଙ୍ଗୱାର କେନ୍ଦ୍ରମନ୍ତ୍ରୀ ଆସିଥିଲେ ଓଡ଼ିଶାକୁ,
ବିଜୁ ଜନତା ଦଳ ଲୋକେ ଠେଙ୍ଗା ବାଡ଼ି ଧରିକି ବିଚ୍ ରାସ୍ତାରେ ଗୋଟେ କେନ୍ଦ୍ରମନ୍ତ୍ରୀକୁ ମାରେ ଆଇନ ଶୃଙ୍ଖଳା ବିପର୍ଯ୍ୟୟ ତାଠୁ ଅଧିକା କ'ଣ ହେବ କିନ୍ତୁ ଆମର ସରକାର ଜିରୋ ଟଲରେନ୍ସ ଧୀରେ ଧୀରେ ଆପଣ ଦେଖିବେ ପୁଲିସ ମଧ୍ୟ ବିଭିନ୍ନ ଜାଗାରେ ଏନକାଉଣ୍ଟର ହେଉଛି ଯେଉଁମାନେ ଅସାମାଜିକ ତତ୍ତ୍ୱ ଯେଉଁମାନେ ଅମାନିଆ ଲୋକ ଯେଉଁମାନେ ଆଇନ କାନୁନକୁ ମାନୁନାହାନ୍ତି ଏଭଳି ଅନେକ ଘଟଣା ଘଟିବ ପୁଲିସ ମଧ୍ୟ ସ୍ଥିର କରିସାରିଛି ଏନକାଉଣ୍ଟର ହେବ ଏବଂ ଯେତେ ଗୁଣ୍ଡା ବଦମାସ ଅଛନ୍ତି ଓଡ଼ିଶାରେ ଆପଣ କମ୍ ଦିନ ଭିତରେ ପୁରା ସାବାଡ଼ ହୋଇଯିବେ ଆଉ ମୁହଁ କିଏ ଖୋଲିବେନି ଆଇନ ଶୃଙ୍ଖଳା ପରିସ୍ଥିତି ଯାହା ବିପର୍ଯ୍ୟସ୍ତ ଅଛି କମ୍ ଦିନ ଭିତରେ ପୁରା ଶୃଙ୍ଖଳିତ ହିସାବରେ ଓଡ଼ିଶା ଚାଲିବ ଦେଖନ୍ତୁ ମୁଁ ତ ବରଗଡ଼ ଲୋକସଭା କ୍ଷେତ୍ରରୁ ଆସୁଛି ମୋର ଦୁଇଟା ଝାରସୁଗୁଡ଼ା ଏବଂ ବରଗଡ଼ ଜିଲ୍ଲା ଏବଂ ଏ ବିଷୟରେ ମୁଁ ବି ଅବଗତ ଅଛି ଆଜି ଚାଷୀମାନେ ଯେଉଁ ରାଜରାସ୍ତାରେ ଆନ୍ଦୋଳନ କରୁଛନ୍ତି ଜିଲ୍ଲାପାଳ ଅଫିସ ଘେରାଉ କରିଛନ୍ତି ତାଙ୍କର ଆନ୍ଦୋଳନ ଜେନ୍ୟୁଇନ୍ ମୁଁ କହୁଛି ସ୍ୱୀକାର କରୁଛି ତାଙ୍କର ଆନ୍ଦୋଳନ ଜେନ୍ୟୁଇନ୍ ଏବଂ ଏଥିପାଇଁ ଜେନ୍ୟୁଇନ୍ କହୁଛି ଯେ ଏ ଯେଉଁ ଟୋକନ ପ୍ରକ୍ରିୟାରେ ଯେଉଁମାନେ ଗତଥର ଟୋକନ ଚାଷୀ ଧାନ ରେଜିଷ୍ଟ୍ରେସନ କରିଥିଲେ ଟୋକନ ମାନେ ପାଇଥିଲେ କିଏ 75 କୁଇଣ୍ଟାଲ ପାଇଥିଲା କିଏ 140 କୁଇଣ୍ଟାଲ ବିକିଥିଲା କିନ୍ତୁ ଏଥର ଯେଉଁ ଟୋକନରେ ବିଶୃଙ୍ଖଳା ହୋଇଛି ଏବେ ଟୋକନରେ ଯେଭଳି ହେଇଛି ଯେ ଯିଏ ଗଲଥର 180 କୁଇଣ୍ଟାଲ ବିକିଥିଲା ତା ପାଖକୁ 40 କୁଇଣ୍ଟାଲ ଆସିଛି ଯିଏ 75 କୁଇଣ୍ଟାଲ ଧାନ ବିକିଥିଲା ତା ପାଖକୁ 3 କୁଇଣ୍ଟାଲ ଆସିଛି 4 କୁଇଣ୍ଟାଲ ଆସିଛି ଏ ବିଷୟରେ ଜିଲ୍ଲାପାଳଙ୍କ ସହ ମଧ୍ୟ ବ୍ୟାପକ ଭାବରେ ମୁଁ ଆଲୋଚନା କରିଥିଲି ଯେ ଚାଷୀ କାହିଁକି ବିକିବନି ଚାଷୀ ଗତଥର ଯେତେ ଧାନ ବିକିଲା ଟୋକନ ସେ ପାଇବା କଥା ଏବଂ ଏ ଟୋକନ ମନିଟରିଂ ବ୍ୟବସ୍ଥା ଯେହେତୁ ରାଜ୍ୟ କଣ୍ଟ୍ରୋଲ କରୁଛି ମୁଁ ଭାବୁଛି ରାଜ୍ୟ ସରକାର ମଧ୍ୟ ସେ ବିଷୟରେ ଅବଗତ ଅଛନ୍ତି ଯଦି ଜିଲ୍ଲା ସ୍ତରରେ ଟୋକନ ବ୍ୟବସ୍ଥାର ତର୍ଜମା ହୁଅନ୍ତା ଏବଂ ଟୋକନ ଜିଲ୍ଲାରେ ଯଦି ଇସ୍ୟୁ ହୁଅନ୍ତା ବୋଧେ ଏ ସମସ୍ୟା ହୁଅନ୍ତା ନାହିଁ ଏବଂ ସେଇଠି ଯଦି ଜିଲ୍ଲାପାଳଙ୍କୁ କହିବେ ଜିଲ୍ଲାପାଳ ହାତ ଟେକି ଦେବେ କହିବେ ଯେ ନା ଏଇଟା ତ ରାଜ୍ୟ କରୁଛି ମୋ ହାତରେ କିଛି ନାହିଁ ସେଇଥିପାଇଁ ୟାର ଗୋଟେ ବିଗତ ଦିନର ସରକାର ଯେଉଁଟା ରାଜ୍ୟକୁ ଧରିକି ଆସିଲା ଟୋକନ ବ୍ୟବସ୍ଥା କରିବା ପାଇଁ ରାଜ୍ୟ ସରକାର ବର୍ତ୍ତମାନ ତର୍ଜମା କରୁଛନ୍ତି ଏ ଯେଉଁ ଟୋକନର ଅବ୍ୟବସ୍ଥା ହେଉଛି ଯେ କିଭଳି ଭାବରେ ଟୋକନଟା ପୁଣି ବିକେନ୍ଦ୍ରୀକରଣ ହେବ ଜିଲ୍ଲାର ଅଧିକାରୀମାନେ ବସିକରି ନିର୍ଣ୍ଣୟ ନେବେ ଏବଂ ଟୋକନରେ ଆଉ ଅନିୟମିତତା ହେବ ନାହିଁ ଚାଷୀ ତାର ହକ୍ ପାଇବ